পুত্র বিহুনে যেভলি কান্দুଅছি মুহি অবশ্য কান্দিব তুম্ভে তুম্ভ পুত্রଙ୍କୁ ନ ପାଇ। প্রিয় দর্শক বৃন্দ, ଅନ୍ଧମୁଇ ଏଭଳି ଅଭିଶାପ ଦେଇଛନ୍ତି ରାଜା ଦଶରଥଙ୍କୁ। ହେ ରାଜା ଦଶରଥ, ମୋର ଅଭିଶାପ ତୁମକୁ ଲାଗିଲା। ତୁମ ପାଖରେ ଗୋଟିଏ ବି ପୁତ୍ର ନଥିବେ, ସେହି ସମୟରେ ତୁମର ଜୀବନ ଯିବ। ଏହା ଶୁଣି ରାଜା ଦଶରଥ ଟିକେ ବିଚଳିତ ହୋଇଯାଆନ୍ତି ଏବଂ ଅନ୍ଧମୁନିଙ୍କୁ କହୁଛନ୍ତି, ହେ ଅନ୍ଧମୁନି ଶ୍ରେଷ୍ଠ, ଯେଉଁ ଅଭିଶାପ ଦେଇଗଲ ମତେ ତାହାର ଯୋଗ୍ୟ ନୁହେଁ ମୁହିଁ, କାରଣ ମୋର ପୁତ୍ର ନାହିଁ। हे मुनि श्रेष्ठ, क्षमा करिबे आपण, मोर पुत्र गोटिए भी नहीं, तुमर अभिशाप केमिति सफल हेबो। अन्धमुनि एक कथा शुणी राजा दशरथ को कहउछंती, सुनो राजा दशरथ, ମୁଁ ତୁମକୁ ଗୋଟିଏ ଶ୍ରୀଫଳ ଦେଉଛି। ତୁମେ ଶ୍ରୀଫଳ ନେଇ ଋଷ୍ୟ ଶୃଙ୍ଗ ହସ୍ତେ ପୁତ୍ରେଷ୍ଠି ଯଜ୍ଞ କରି ଏହି ଶ୍ରୀଫଳଙ୍କୁ ଚରୁ କରି ରାଣୀ ମାନଙ୍କୁ ଖୁଆଇବ। ନିଶ୍ଚୟ ତୁମର ପୁତ୍ର ହେବ। ଏହା କହି ମୁନି ସେଇ ରାଜା ଦଶରଥଙ୍କୁ ପୁତ୍ରେଷ୍ଠି ଯଜ୍ଞ କରିବାକୁ କହିଛନ୍ତି ଏବଂ ନିଜର ଜୀବନ ସେ ଧୀରେ ଧୀରେ ନିଜର ଜୀବନ ତ୍ୟାଗ କରିଦେଉଛନ୍ତି। ଦେଖନ୍ତୁ ପ୍ରିୟ ଦର୍ଶକ ବୃନ୍ଦ, तोर जीवन के खाई देबी गुरु। ଏହା ପରେ ରାଜା ଦଶରଥ